ଆପଣଙ୍କ ମାଧ୍ୟମରେ ନ୍ୟୁଜ୍ 18 ସବୁ ଦର୍ଶକ ମାନଙ୍କୁ ମୋ ହୃଦୟରୁ ସାଧୁବାଦ ଜଣାଉଛି ଏବଂ ଆପଣମାନଙ୍କୁ ଧନ୍ୟବାଦ ଦେଉଛି ଯେ ଆପଣ ଏତେ କଷ୍ଟ କରି ଆସିଛନ୍ତି ମୋ ପାଖକୁ ମାଙ୍କ ବିଷୟରେ ଜାଣିବା ପାଇଁ। ମୋ ନାଁ ହେଲା ମନୋଜ କୁମାର ପଣ୍ଡା। ମୁଁ ହେଉଛି ମା କଟକ ଚଣ୍ଡୀଙ୍କର ମୌରସୀ ସେବକ ବା ହେରିଡିଟାରୀ ସେବକ ହେଲା। ଆଉ କଟକ ଚଣ୍ଡୀଙ୍କୁ ପୂଜା କରିବାରେ ମୁଁ ହେଉଛି ପଞ୍ଚମ ପିଢ଼ି, 5th ଜେନେରେସନ୍ ପୂଜା କରୁଛି। ଏଇଟା ହେଲା ମୋର ପରିଚୟ। ଗ୍ରାଣ୍ଡଫାଦର ହଂସନାଥ ପଣ୍ଡା, ସେ ସେତେବେଳେ କନିକା ରାଜାଙ୍କର ଚଣ୍ଡୀ ପୁରୋହିତ ଥିଲେ। ବର୍ତ୍ତମାନ ଯେଉଁ ଜାଗାଟିରେ ଆପଣ ମାଙ୍କ ମନ୍ଦିର ଦେଖୁଛନ୍ତି, ସେଟା ଗୋଟେ ବୁଦବୁଦିଆ ଜଙ୍ଗଲିଆ ଜମି ଥିଲା, ମଣିବିବା ନାମକ ଜଣେ ବିଧବା ସ୍ତ୍ରୀ ଲୋକଙ୍କର। ତ ହଂସନାଥ ପଣ୍ଡା ଜଣେ ବ୍ରାହ୍ମଣ ହେଇଥିବାରୁ ଗୋଟେ ଗାଈ ଥିଲା, ସେ ସେଠି ଗାଈ ଚରନ୍ତି। ଦିନେ କ୍ଲାନ୍ତବଶତଃ ଗୋଟେ ମାଟି ଢିପ ଉପରେ ବସି ପଡ଼ିବାରୁ ତାଙ୍କ ଦେହରେ ଗୋଟେ ଅପୂର୍ବ ଶିହରଣ ହେଲା ଏବଂ ସେଇଦିନ ରାତିରେ ସେ ମାଙ୍କୁ ସ୍ୱପ୍ନ ଦେଖିଲେ। ତା ପରଦିନ ସେ କନିକା ରାଜାଙ୍କୁ ଯାଇକି ତାଙ୍କ ସ୍ୱପ୍ନ ବିଷୟରେ କହିଲେ। ଶୁଣାଯାଏ ଯେ କନିକା ରାଜା ଏବଂ ଲୋକାଲ ଯେଉଁ ଜନସାଧାରଣ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ସେ ଜାଗାଟି ଖୋଳା ହେଲା ଏବଂ ପାଖାପାଖି 40 ଓଦର ସିନ୍ଦୁର ବାହାରିଥିଲା। ତାପରେ ମାଙ୍କର ବାହାରିଥିଲା ଏଇ ଯେଉଁ ଭବ୍ୟ ଦିବ୍ୟ ସୁନ୍ଦର ମୂର୍ତ୍ତିଟି। ସେଠି ଗୋଟେ ବଉଳ ଗଛ ଥିଲା, ବଉଳ ଗଛ ମୂଳରେ ହଂସନାଥ ପଣ୍ଡା ପୂଜା ଅର୍ଚ୍ଚନା କଲେ। ହଂସନାଥ ପଣ୍ଡା ବହୁତ କମ୍ ସମୟ ପୂଜା କରିଛନ୍ତି, କାହିଁକି ସେତେବେଳେ ତ ଏତେ ଜନସମାଗମ ନଥିଲା, ସେଠି ବିଲୁଆ କୁକୁର ବାଘ ସବୁ ଡେଉଁଥିଲେ ସେତେବେଳେ। ହଂସନାଥ ପଣ୍ଡାଙ୍କ ପରେ ତାଙ୍କର ଗୋଟିଏ ପୁଅ ଆସିଲେ ଲକ୍ଷ୍ମଣ ପଣ୍ଡା। ଲକ୍ଷ୍ମଣ ପଣ୍ଡାଙ୍କର ମଧ୍ୟ ସେଇ ପୂଜା ଅର୍ଚ୍ଚନା କରିବା ଆରମ୍ଭ କଲେ। କିନ୍ତୁ ଦୁର୍ଭାଗ୍ୟ କଥା ହେଲା ଲକ୍ଷ୍ମଣ ପଣ୍ଡାଙ୍କର ପୁଅ ନଥିଲେ, କେବଳ 4 ଝିଅ ଥିଲେ। ସେ 4 ଝିଅ ହେଲେ ତୁଳସୀ, ମାଳତୀ, ଫୁଲ ଆଉ ଚମ୍ପା। ଏଇ ଝିଅମାନେ ମଧ୍ୟ ଲକ୍ଷ୍ମଣ ପଣ୍ଡାଙ୍କୁ ତାଙ୍କ ମାଙ୍କ ସେବାର ନୀତିକ୍ରାନ୍ତିରେ, ଦୈନନ୍ଦିନ ନୀତିକ୍ରାନ୍ତିରେ ସାହାଯ୍ୟ କରୁଥିଲେ। କିନ୍ତୁ ଲକ୍ଷ୍ମଣ ପଣ୍ଡାଙ୍କ ମନରେ କୋଉଠି ଗୋଟେ ଦୁଃଖ ଥାଏ ଯେ ଏଇ ଝିଅମାନେ ତ ବାହା ହେଇଯିବେ, ତାପରେ ତୋର ସେବା କରିବ କିଏ? ଅନେକ ନିବେଦନ ପ୍ରାର୍ଥନା କଲା ପରେ ମାଙ୍କୁ ଲକ୍ଷ୍ମଣ ପଣ୍ଡାଙ୍କର ଗୋଟିଏ ପୁଅ ଜନ୍ମ ହେଲେ। ସେ ହେଲେ ଦୟାନିଧି ପଣ୍ଡା, ମାନେ ମୋର ଜେଜେବାପା। ଏପଟେ ଦୟାନିଧି ପଣ୍ଡା ମଧ୍ୟ ଆରମ୍ଭ କଲେ ମାଙ୍କ ପୂଜା, ବାପାର ପଦାଙ୍କ ଅନୁସରଣ କରି ପୂଜା। ବେସିକ୍ ଡିଫରେନ୍ସ ବିଟୱିନ୍ ଫାଦର ଆଣ୍ଡ ସନ୍, ମାନେ ଲକ୍ଷ୍ମଣ ପଣ୍ଡା ଆଉ ଦୟାନିଧି ପଣ୍ଡା ଭିତରେ ବେସିକ୍ ଡିଫରେନ୍ସ ହେଲା ଲକ୍ଷ୍ମଣ ପଣ୍ଡା ଥିଲେ ଭାବର ପୂଜକ। ଯଥା ଯେମିତି ସେତେବେଳେ ତ ଇଲେକ୍ଟ୍ରିକ୍ ଲାଇଟ୍ ନଥିଲା, ଧରନ୍ତୁ ଆଜି ସନ୍ଧ୍ୟା ହେଇଗଲାଣି, ଦୀପ ଜାଳିବା ପାଇଁ ଘିଅ ନାହିଁ, ଲକ୍ଷ୍ମଣ ପଣ୍ଡା ରାଗିକି ମାଙ୍କ ତୁ ବସ୍ତା ଅନ୍ଧାରେ, ମୋ ପାଖରେ ପଇସା ନାହିଁ, ମୁଁ କେଉଁଠୁ ପଇସା ଆଣିବି, ମୁଁ କେଉଁଠୁ ଘିଅ ଆଣିବି ତ ଜାଳିବା ପାଇଁ? ଠିକ୍ ଏତିକି ବେଳେ ଗୋଟେ ଲୋକଟା ଆସି ପହଞ୍ଚିବ, ଗୋସାଇଁ ଆଉ ମୋ ମା ଆଜି ଘରେ ଘିଅ ମାରୁଥିଲା, ଆଉ ଏଇଟା ନିଅନ୍ତୁ। ତ ଇଏ ହେଉଛି ଭାବର ପୂଜା। ଯେମିତି ଆମେ କହୁଛୁ, ଆମେ ତ ଈଶ୍ୱରଙ୍କୁ ପୂଜା କରୁ, ଆମେ କହୁ ଯେ ଭାବ ନଥିଲେ ତୁମକୁ ବୁଝିବ କିଏ, ତୁମେ ଏମିତି ଭାବନାଟିଏ। ଆଗେ ଭାବନା ଦରକାର, ଭାବ ଥିଲେ ହିଁ ତୁମେ ଭଗବାନଙ୍କୁ ପାଇପାରିବ। ଖାଲି ଉପର ଠାଉରିଆ ହେଇକି ପୂଜା କଲେ ବା ପ୍ରାର୍ଥନା କଲେ ଭଗବାନ ଶୁଣନ୍ତି। ତ ଇଏ ହେଲା ଲକ୍ଷ୍ମଣ ପଣ୍ଡା। କିନ୍ତୁ ଦୟାନିଧି ପଣ୍ଡା ଆଜି ଯେଉଁ ଚଣ୍ଡୀ ମନ୍ଦିର ନୀତିକ୍ରାନ୍ତି, ମୁଁ ଚଣ୍ଡୀ ମନ୍ଦିରର ନୀତିକ୍ରାନ୍ତି ବିଷୟରେ ଯେତେବେଳେ ଆଲୋଚନା କରେ ମୁଁ ନିଜକୁ ଭାରି ଧନ୍ୟ ମନେ କରେ। ମୁଁ ନିଜ କାନ୍ଧକୁ ମୁଁ ନିଜେ ଥାପୁଡ଼େଇ ଦିଏ, କାରଣ ଏଇଥିପାଇଁ ଯେ ଆମ ମନ୍ଦିରରେ ମାଙ୍କୁ ଉଠେଇବା ଠାରୁ ଶୁଆଇବା ପର୍ଯ୍ୟନ୍ତ ଯେଉଁ ମନ୍ତ୍ର ଯାହା ଏକଦମ ଫିକ୍ସ ହେଇଛି, ଇଟ୍ ଇଜ୍ ୟେଟ୍ ଟୁ ଫାଇଣ୍ଡ ଇନ୍ ଏନି ଅଦର ଟେମ୍ପଲ୍। ଆଉ ସେଥିପାଇଁ ଗୋଟିଏ ଲୋକ ହେଉଛନ୍ତି ଦୟାନିଧି ପଣ୍ଡା। ଏ ଦୟାନିଧି ପଣ୍ଡାଙ୍କର ହେଲେ 6 ପୁଅ: ନାରାୟଣ, ନରହରି, ସୋମନାଥ, ଚକ୍ରଧର, ଲୋକନାଥ, ରତ୍ନାକର। ଚକ୍ରଧର ହେଲେ ମୋ ନନା। ଲୋକନାଥ ଯେଉଁ ମୋର ପଞ୍ଚମ କକେଇ ଲୋକନାଥ ପଣ୍ଡା, ଯେ ସିଏ ମାଙ୍କ ପୂଜା ଅର୍ଚ୍ଚନାକୁ ଆହୁରି ଡିପ୍ଲି ନେବେ। ସିଏ ଯେତିକି ସାଧନା କରିଛନ୍ତି ବହୁତ କମ୍ ଲୋକ ଓଡ଼ିଶାରେ ସେତିକି ସାଧନା କରିଥିବେ। ଆଉ ନରହରି ପଣ୍ଡା ଯେ ଦ୍ୱିତୀୟ ବଡ଼ ବାପା, ମୋ ନନା ଚକ୍ରଧର ପଣ୍ଡା ଏବଂ ମୋ ସାନ କକେଇ ଅଛନ୍ତି, ସେ ହେଲେ ରତ୍ନାକର ପଣ୍ଡା। ଏ 3 ଜଣ ଫୋକସ୍ କଲେ ବେଶରେ। ନରହରି ପଣ୍ଡା ଆଉ ମୋ କକେଇ ଯେଉଁ ରତ୍ନାକର ପଣ୍ଡା, ଏ 2 ଜଣ ମାଙ୍କର ବିଭିନ୍ନ ଯେଉଁ ରୂପ ହୁଏ ଏ ବେଶ କରନ୍ତି। ଆଜି ବି କାକା ଆମର ବେଶ କରୁଛନ୍ତି। କିନ୍ତୁ ଏଇ 6 ବାପାଙ୍କ ଭିତରୁ 5 ବାପା ଆଉ 5 ମା ଗଲେଣି, କେବଳ ସାନ କାକା ଆଉ ଖୁଡ଼ୀ ଅଛନ୍ତି। ତେଣୁ ମନ୍ଦିର ତିଆରି ବିଷୟରେ ଆସିଲା ଯେ ସପୋଜ ମା ସେତେବେଳେ ଗଛ ତଳେ ଥିଲେ, ଆପଣ ଆସିଲେ ଆଉ ମା ଯଦି ମୋର ଏଇ କାମଟା ହେଇଯିବ, ମୁଁ ତ ଗୋଟେ ଚାଳିଆ କରିଦେବି। ତାପରେ ଆଉ ଜଣେ ଭକ୍ତ ଆସିଲେ, ମା ତମେ ଚାଳ ଘରେ ଅଛ, ମୋର ଏଇ ମନସ୍କାମନା ପୂର୍ଣ୍ଣ ହେଇଗଲେ ମୁଁ ତୁମ ପାଇଁ ଗୋଟେ ଘର କରିଦେବି। ସୋ ଦିସ୍ ଇଜ୍ ହାଉ ଏ ମନ୍ଦିର ତିଆରି ହେଇଛି। କିନ୍ତୁ ସେତେବେଳେ ଯେତେବେଳେ ଇନିସିଆଲି ମା ବାହାରିଲେ, କନିକା ରାଜା ପ୍ରତ୍ୟେକ ମାସରେ 500 ଟଙ୍କା ଦେଉଥିଲେ ମାଙ୍କର ଦୈନନ୍ଦିନ ନୀତିକ୍ରାନ୍ତି ପାଇଁ।
कनिका राजांकर अवदान मध्य अच्छी ये जितेबाला गोटे डिस्प्यूट है कनिका राजा और ये छः बापा भितर से डिस्प्यूट एंडेड इन ए कॉम्प्रोमाइज बिफोर द ऑनरेबल हाईकोर्ट ऑफ ओडिशा 1975-74 एमती होता है हाईकोर्ट डिक्लेयर कला कनिका राजा को आज द हेरिटेज प्रेसिडेंट ऑफ द टेम्पल आई छः बापा जो हेरिडिटरी प्रीस्ट ऑफ द टेम्पल से दिन मंदिर चली किसी असुविधा नहीं माँ को जदिव आम समस्ते जाचे जे कटक चंडीश्वर माँ किंतु पूजा पाती भुवनेश्वरी मंदिर माँ निजे स्वयं होती भुवनेश्वरी माँ आपने देखि माँ चतुर्भुजा माँ पास और अंकुश धारण कर तल दुई हाथ हूँ अभय और बर प्रत्येक दिन माँ पाखे पंचोपचार पूजा माँ को पूजित कराए किंतु विशेष दिन मानक जमी चैत्र मसरे 9 दिन आश्विन मसरे दशहरा बेले 16 दिन बड़ पूजा हुए षोड़श उपचार षोड़श दिनात्मक षोड़श उपचार पूजा हुए जहाँ आम बड़ पूजा बोली भी कहू यही पूजा चले